ମୋ ପାଇଁ ଆଜି ଏଇଟା ବେଷ୍ଟ ଟୁ ବେଷ୍ଟ ନାଟକ। ତେଣୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି କି କାହାକୁ ଟେକିବା ପାଇଁ କି କାହାକୁ ଆପାୟିତ କରିବା ପାଇଁ କି କାହାକୁ ବୁଝେଇବା ପାଇଁ ମୁଁ କହୁନି। ଆଜି ଏଇ ଖଣ୍ଡଗିରି ସାଲିଆ ସାହି ଖଣ୍ଡଗିରିରେ ଯେଉଁ ନାଟକଟି ବୋଝ ହେଉଛି ଆଉ ଯେଉଁ ନମିତା ମୁନା ଭାଇ ଦୟା ଆଉ ସେ କମେଡ଼ିଆନ୍ ଭାଇ ଏ ଯେଉଁ ରୋଲ୍ କରୁଛନ୍ତି ମାନେ ବହୁତ ମାନେ ପ୍ରଶଂସନୀୟ ଏବଂ ହାର୍ଟ ଫିଲ୍ଡିଂ ଏବଂ ହାର୍ଟ ଟଚ୍। ମୋର ପରିଚୟ ଦେଉଛି, ମୋ ଘର ହେଉଛି ବାରଙ୍ଗ ରଘୁନାଥପୁର। ମୁଁ ରାୟଲାଗଡ଼ରେ ରହିଛି। ମୋର ପେଶାଗତ ହେଲା ମୁଁ ହେଉଛି MSc କେମିଷ୍ଟ୍ରି ନାଲକୋରେ ଚାକିରି କରିଥିଲି। ଏବେ May 31 ରିଟାୟାର୍ଡ ହେଇଛି। ତେଣୁ ମୋର ପିଲାଦିନରୁ ଆମର ସେ ଗାଁ ରଘୁନାଥପୁରରେ ଯାତ୍ରା ହୁଏ। ଦୀର୍ଘ 52 ବର୍ଷ ହେଲା ମୁଁ ଯାତ୍ରା ଯେଉଁଠି ହୁଏ ସେଇଠିକି ଯାଏ। ଏବେ ଯେଉଁ ଗତ ନାଟକ ଗୁଡ଼ାକ ସବୁ ହେଇଥିଲା ବା ପୂର୍ବବର୍ତ୍ତୀ ନାଟକ ଦେଖନ୍ତୁ, ସେଟା କ'ଣ ରଜନୀ ମାନେ ଯେ ତୁମେ ମିଛ କହିଲ, ରଙ୍ଗିଲା ରାଧିକା ରଜନୀଗନ୍ଧା, ସିନ୍ଦୁର ହାଟରେ ନାଇଁ ସୁନ୍ଦର, ଏମିତିଆ। କିନ୍ତୁ ଏ ବର୍ଷ ଗୋଟେ ନୂଆ ଟ୍ରେଟ୍ ନେଇଛି। ନୂଆ ଟ୍ରେଟ୍ ନେଇଛି ମାନେ କ'ଣ ନା ଦେଖନ୍ତୁ, ଏକ ଶବ୍ଦ, ଗୋଟେ ବୋଝ, ଭିଲିଏନ୍, ଅଘୋରୀ ଏସବୁ ନାଁ ହେଇଛି। କିନ୍ତୁ ଟୋଟାଲ୍ ଯଦି ନାଟକଟାକୁ ଜଣେ ନ ଦେଖିବ, ନ ନିରୀକ୍ଷିବ, ବିଶ୍ଳେଷଣ ନ କରିବ, ତାହେଲେ କେବେ ନାଟକଟା ମାନେ ବୁଝିପାରିବ ନାହିଁ। ବୋଝ ମାନେ କ'ଣ ହେଇପାରେ? ବାପା ଉପରେ ଅନେକ ଲୋକ ବୋଝ ହେଇପାରନ୍ତି, କିଏ ସ୍ତ୍ରୀ ଉପରେ ବୋଝ ହେଇପାରନ୍ତି, ବିଭିନ୍ନ ପ୍ରକାର ବୋଝ ଅଛି। ତେଣୁ ପରିବାର ନେଇ ବୋଝ ଅଛି। କିନ୍ତୁ ଏଠି ଯେଉଁ ବୋଝର ପ୍ରତି ମୁହୂର୍ତ୍ତରେ ଆପଣଙ୍କର ପ୍ରତି ସିନ୍ରେ ଆପଣ ଯେଉଁ ନମିତା ମ୍ୟାଡ଼ାମ୍ ଅଛନ୍ତି, ମୁନା ଭାଇ ଅଛନ୍ତି, ଇଏ ଦୟା ଭାଇ ଅଛନ୍ତି, ସେ ଯେଉଁ ଇଏ ଅଛନ୍ତି କମେଡ଼ି ଅଛନ୍ତି, ସେମାନେ ପ୍ରତି ମୁହୂର୍ତ୍ତରେ ଯେଉଁ ଜିନିଷଟା ଦେଖାଉଛନ୍ତି, ଯେଉଁଟା ପ୍ରଦର୍ଶନ କରୁଛନ୍ତି, ତାହା ବୋଝ ଆଡ଼କୁ ନିର୍ଣ୍ଣୟ କରୁଛି, ସେଇଟା ବୋଝ ଆଡ଼କୁ ମୁହଁ କରୁଛି। ସେଇଟା ବୋଝ ବିପରି ନାଟକଟା ମାନେ ମୂଳରୁ ଜଣାପଡ଼ିଯାଉଛି। ଗୋଟିଏ ଦୁଇଟା ସିନ୍ ପରେ ନାଟକ ଏତେ ମାନେ ଇଏରେ ଚାଲିଛି। ଆଉ ମୁଁ ଦେଖିଥିଲି ଜଷ୍ଟ ଇନ୍ଦ୍ରଭବନ ଦେଖିଥିଲି, ତାପରେ ରଙ୍ଗମହଲର ଦେଖିଥିଲି ହରିଚନ୍ଦ୍ର। ଏଠି କ'ଣ ହେଉଛି ଯେ ପିନ୍ ଟୁ ପଏଣ୍ଟ ହ୍ୱାଟ୍ ଇଜ୍ ବୋଝ, ତାର ଗୋଟେ ସଂଜ୍ଞା ଏଠି ନିରୂପଣ ହେଉଛି। ସଂଜ୍ଞାଟା ତେଣୁ ନାଟକଟା ଦେଖନ୍ତୁ, ଆପଣ ମୋତେ କହିବେ ବାଜି ମାରିବ କି ନାହିଁ, ବାଜି ମାରିବା କଥା ମୁଁ କହିପାରିବିନି। କାହିଁକି ମୁଁ ଯେଉଁଠି ନାଟକ ଦେଖିବାକୁ ଯାଏ ସେଇଟାକୁ ଖଣ୍ଡଗିରି ଭାବିକି ଯାଏ। ଏଇଟା ମୋ ପାଇଁ ଖଣ୍ଡଗିରି, ବୁଝିଲେ? ମୋ ପାଇଁ ଏଇଟା ହେଉଛି ଖଣ୍ଡଗିରି। ବୋଝ ନାଟକ ମୁଁ ଏଇଠି ଦେଖିଲି। ବୋଝ ନାଟକକୁ ମୁଁ କୌଣସି ମୋ ତରଫରୁ ମୁଁ 100% ରେକମେଣ୍ଡ ଦେଉଛି। ତା ମାନେ ନୁହେଁ ଖଣ୍ଡଗିରି, ଏଠି ବି ଗୋଟେ ଖଣ୍ଡଗିରି, ଏଇ ଦର୍ଶକ ହିଁ ସେଠିକି ଯିବେ। ଆମେ ଅନୁକୂଳ ଦେଖୁଥିଲୁ, ମୁଁ ଥିଲି, ଏବେ ତ 31 ଚାଲି ଆସିଲେଣି। ତେଣୁ ଏଇ ଯେଉଁ ମ୍ୟାଡ଼ାମ୍, ଛୋଟ ମ୍ୟାଡ଼ାମ୍ଟି ସେ ଆଗରେ ବସିଥିଲେ, ମୁଁ ଦେଖିଲି ହଁ ପୂଜା ମ୍ୟାଡ଼ାମ୍ ମୋତେ ଜଣ କହିଲେ ଚିହ୍ନିଛନ୍ତି ନା, ସମ୍ବାଦର ଭାଇ ଜଣ କହିଲେ ଛୋଟ ମ୍ୟାଡ଼ାମ୍। ମୁଁ କହିଲି ହଉ ଠିକ୍ ଅଛି। କିନ୍ତୁ ପ୍ରକୃତରେ ଏମିତି ନାଟକ ହେବା ଦରକାର। ନାଟକ ଆପଣ ଯେତେବେଳେ ଭାଇରାଲ୍ ହେଉଛି ସେତେବେଳେ କ'ଣ ହେଉଛି, ନାଟକ ତାର ନିଜତ୍ୱ ହରାଉଛି। ଆଉ କଳାକାର ମାନେ ଏଠୁ ପଇସା ସେଠି ପଇସା ନେଇ ସେମାନେ କ'ଣ କରୁଛନ୍ତି, ଗୋଟେ କଳଙ୍କିତ ଇତିହାସ ସୃଷ୍ଟି କରୁଛନ୍ତି। ଦେଖନ୍ତୁ, ହଁ ଯାତ୍ରା ପାଇଁ ଆପଣ କୁହନ୍ତୁ, ବର୍ତ୍ତମାନ ଏଇ ମାହେଶ୍ୱର ପାର୍ଟିରେ ଏଇ ଯେଉଁମାନେ ଅଛନ୍ତି, ଏଇ ଯେଉଁ ବୋଝ ନାଟକଟା କରୁଛନ୍ତି, ଏମାନେ ଏକାଠି ହେଇକି ଯେତେବେଳେ କରୁଛନ୍ତି ଆମ ମନକୁ ଛୁଉଁଛି। ଆସନ୍ତା ବର୍ଷ ନାଟକ ବେଳକୁ ଯେତେବେଳେ ଆଙ୍କ ଭିତରୁ ଜଣେ ଦୁଇ ଜଣ ପଳେଇବେ, ବୋଝ ନାଟକଟା ହେବ ଆଉ ଭଲ ଲାଗିବ ନାହିଁ, ସେ ପରଫର୍ମାନ୍ସ ସେତେ ଭଲ ହେବ ନାହିଁ। ତେଣୁ ମୁଁ କହୁଛି ସେ ଦର୍ଶକମାନଙ୍କୁ ବା କଳାକାରମାନଙ୍କୁ ମୁଁ କହୁଛି, ଭାଇ ତୁମେ 2-3 ବର୍ଷ ଗୋଟେ ପାର୍ଟିରେ ରୁହ, ତାପରେ ଯାଅ। କାରଣ ମାନେ କାନ୍ଦେ ନା ଲୁହ ସରିଯିବ, ସାଇଲେଣ୍ଟ କିଲର, ଏସବୁ ଯେଉଁ ଥିଲେ, ଏ ଗୋଟିଏ ମାତ୍ର ମୁଁ ଦେଖୁଛି ନାଚ ପାର୍ଟି ଯେଉଁଟା କୋଣାର୍କ, ସେଇଠି ସବୁଦିନ ପ୍ରାୟ ବହୁତ ଦିନ ହେଲା କନଷ୍ଟାଣ୍ଟ କଳାକାରମାନେ ଅଛନ୍ତି। ତେଣୁ ମୋର ମାନେ ମୁଁ ବି ଆପଣମାନଙ୍କୁ କହୁଛି, ଆପଣ ବି ମିଡ଼ିଆ ଭାଇମାନେ, ଆପଣ କୌଣସି ନାଟକକୁ ଶୁଣନ୍ତୁ, କୋଟି କୋଟି ଡବଲ କୋଟି, ଖରାପ ହେଇଛି ବୋଲି ମୁଁ କହିବି ନାହିଁ। କିନ୍ତୁ ସେଇଟା ହେଉଛି କାହାର, କାନ୍ଦିନା ଲୁହ ସରିଯିବର ବିପରୀତ। ସେଠି ଗୋଟେ ମାନେ ଲଭର ପାଇଁ ହେଉଥିଲା, ପୁରୁଷ ଲଭର, ଏଠି ଗୋଟେ ସ୍ତ୍ରୀ ପାଇଁ ହେଇଛି। ଆଚ୍ଛା, ତେଣୁକରି ମାନେ ତଫାତ୍ କହୁନି, ସାମଞ୍ଜସ୍ୟଟା ମୁଁ କହୁଛି। ତଫାତ୍ ହେଲେ ତ ପୁରା ସାମଞ୍ଜସ୍ୟ, ଆର କିଛି ଅଂଶ ତାର କିଛି ଅଂଶ। ଆଉ ତୁ ବୋଧେ ମୋ ଭାଗ୍ୟରେ ନାହୁଁ, ସେଠି ସେଣ୍ଟିମେଣ୍ଟାଲ ରୋଲରେ ନିଜେ ପୂଜା କ'ଣ କରିଛି ନା ଦର୍ଶକମାନଙ୍କୁ ବହୁତ କରିପାରୁଛନ୍ତି ଏଇସବୁ ଜିନିଷ। ତେଣୁ ନାଟକ ଦେଖନ୍ତୁ, ମୁଁ ଜଣେ ନାଟପ୍ରିୟ ଲୋକ, ବସିଥିଲି ବହୁତ କମ୍ ସମୟ, ମୁଁ ସେଠି 5 ମିନିଟ୍ ଯାଇଥିଲି, କାହିଁକି ନାଟକଟା ମନକୁ ଛୁଉଛି। ଆପରେ କ'ଣ ହେବ, ଆପରେ କ'ଣ ହେବ, ଆପରେ କ'ଣ ହେବ। ତେଣୁ ମୁଁ କହୁଛି ନାଟକଟା ବେଶ ସସ୍ପେନ୍ସ ରହିବା ଦରକାର। ଏବେ ଦେଖନ୍ତୁ ବୋଝ, ତାପରେ ହରିଶ୍ଚନ୍ଦ୍ର, ତାପରେ ଭିଲିଏନ୍, ତାପରେ ଅଘୋରୀ, ଏସବୁ ଯେତେ ନାଟକ ସବୁ ଗୋଟେ ଗୋଟେ ହେଉଛି ସସ୍ପେନ୍ସ। ଏଇ ସସ୍ପେନ୍ସ ସବୁବେଳେ ରହିବା ଦରକାର।
ଆଗେ କ'ଣ ହେଉଥିଲା ଦର୍ଶମାନ ଘାତ ଉଷସୀ ମିଶ୍ର ପଛରେ ରାଇମୋହନ ଶୁଣ ସଞ୍ଜ ଆସିଲେ ଆସେ ସଞ୍ଜ ଘୋଳ ପର୍ଟିକୁଲାର ଲୋକକୁ ଇଙ୍ଗିତ କରିକି ସେଇଟା ହେଉଥିଲା। କିନ୍ତୁ ଏବେ ଯେଉଁ ନାଟକ ହେଉଛି ଦେଖନ୍ତୁ ପୂର୍ବ ନାଟକ ତ ଆଜିକାଲି ହେଉନି। ମୁଁ ଫ୍ରାଙ୍କଲି କହୁଛି ମୁଁ ପିଲାଦିନ ନାଟକ ଦେଖୁଛି। ନାଓ ଆଇ ଏମ୍ 61। ପିଲାଦିନ ଟମସ୍ ରାଇଟ୍ ଦେଖିଛି ଆସିଲା କଳା ପାହାଡ଼ ଇଏ ସିଏ ଯେଉଁ ନାଟକ ଦେଖିଛି। ତଥାପି ଆଜି ଏଇ ଯେଉଁ ପରିବର୍ତ୍ତନ ଘଟୁଛି ନାଟକରେ ଯାହା ବି ହେଉଛି ସମସ୍ତେ ସେଟା ପଜିଟିଭ୍ ଆସେପ୍ଟ ନିଅନ୍ତୁ। ଆପଣ ମିଡ଼ିଆ ମାନେ ଗୋଟେ ଜାଗାକୁ ଯାଇ ନାଇଁ ନାଇଁ କୋଟି କୋଟି ଡବଲ କୋଟି ବୋଝ ଯାହା ବି ଏଇଟା ହାଇଲାଇଟ୍ ଏତେ ଜୋର କରନ୍ତୁ ନାହିଁ ଯେମିତି ସେ ଯେତେବେଳେ କୋଟି କୋଟି ଡବଲ କୋଟି ତୁ ବୋଧେ ଭାଗ୍ୟରେ ନାହୁଁ ଚାଲିଥାଏ ସେତେବେଳେ ମଧ୍ୟ ସୂର୍ଯ୍ୟ ମନ୍ଦିରର ଯେଉଁ ନା ସିଂହ ଆଇଣ୍ଡ ଆମର ଥିଲେ କୋଉ ଭାଇ ପିୟୁଷ ଭାଇ ସେଠି ଯେତିକି ନଉଥିଲେ ଏଠି ତାଠୁ 2 ଗୁଣା ଲୋକ ସବୁବେଳେ ହଉଥିଲେ ହେଲା 2 ଗୁଣା ଲୋକ ହଉଛ। ସୋ ଅଲୱେଜ୍ ୟୁ ଲୁକ୍ ଆଫ୍ଟର ଦ କ୍ୱାଲିଟି not of the quantity. You do the qualitative analysis, not quantitative analysis. ଯଦି qualitative analysis କରିବେ ତାହେଲେ ନିଶ୍ଚୟ ପ୍ରତି ଦର୍ଶକଙ୍କ ପାଖରେ ବହୁତ ଗୁଣ ଅଛି। କେହି ପ୍ରତି କଳାକାରଙ୍କ ପାଖରେ ବହୁତ ଗୁଣ ଅଛି। କେହି କଳାକାର ଖରାପ ନୁହନ୍ତି ହେଲା। ଆମେ ଜଣକୁ ଭଲ କହିବା ମାନେ ଆଉ ଜଣକୁ ଆମେ ଖରାପ ଲାଗୁଛି ନାଇଁ କି କାହିଁକି କହିବା ସେଇଟା ମାନେ ଦେଖନ୍ତୁ ପ୍ରତି ନାଟକ ସମାଜକୁ କ'ଣ ଶିକ୍ଷା ଦେଉଛି। ଏଇ ଯେମିତି ବୋଝ ଚାଲିଛି ଆଧ୍ୟାତ୍ମିକ ସ୍ତରରେ ଇଏ କେମିତି ଲୋକମାନଙ୍କୁ ବୁଝଉଛି ତାପରେ ସାମାଜିକ ସ୍ତରରେ ଇଏ କେମିତି ଦେଉଛି ମାନେ ସୂଚନା ଦେଉଛି ଲୋକକୁ ତାକୁ ଆମେ ନାଟକ କହିବା ଯୁଗୋପଯୁଗ କହିବା। ଆଉ ଭାଇରାଲ ହେଇ କାଲି ଇଏ ସିଏ ଡିଆଁ ଡି ମାନେ ମଚକା ମଚକି ଦ୍ୟାଟ୍ ଇଜ୍ ନଟ୍। ଅନେକ ଲୋକ ଆସୁଛନ୍ତି ମେଲୋଡ଼ି ଦେଖି ପଡ଼ନ୍ତି। ଆମେ ନାଟକ ଦେଖିବା ଲୋକ ବୁଝିଲେ। ନାଟକକୁ ଆପଣ ମୁଁ କହୁଛି ମାନେ ମୌଳିକ ଯୌଗିକ ବା ଆଧ୍ୟାତ୍ମିକ ଚିନ୍ତାଧାରା ସାମାଜିକ ଚିନ୍ତାଧାରା ନେଇ ଦେଖନ୍ତୁ ତାର ଇମ୍ପାକ୍ଟ ସେ ସମାଜକୁ କ'ଣ ଦେଉଛି। ତା ଦ୍ୱାରା ଦେଖିବା ଦ୍ୱାରା ଏଇ ଯେଉଁ ଦେଖିଲା ବେଳେ ଲାଗୁଛି ହଁ ସାର୍ ଏଇଭଳିଆ ତ ଘଟଣା ଘଟୁଛି ଏଇଭଳିଆ ଘଟଣା ଘଟୁଛି। ତେଣୁ ବାସ୍ତବ ଜିନିଷଟାକୁ ସବୁବେଳେ ପ୍ରଦାନ କରନ୍ତୁ। ଆପଣମାନେ ଦେଖନ୍ତୁ ଖଣ୍ଡଗିରି ଯଦି ମୋତେ ବି ଫୁଡ଼ି ପଚାରିବେ ମୁଁ ଖଣ୍ଡଗିରି ବିଷୟରେ ମୁଁ କହିପାରିବି ନାହିଁ। କିନ୍ତୁ ଏକୁ ଖଣ୍ଡଗିରି ବୋଲି ଭାବି ମୁଁ କୌଣସି ଚାଟୁକାର ବା କୌଣସି ପ୍ରଶଂସା ପାଇଁ କହୁନାହିଁ। ବୋଝ ମୋ ପାଇଁ ଆଜି ଏଇଟା ବେଷ୍ଟ ନାଟକ। ତେଣୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି କି କାହାକୁ ଟେକିବା ପାଇଁ କି କାହାକୁ ଆପାୟିତ କରିବା ପାଇଁ କି କାହାକୁ ବୁଝେଇବା ପାଇଁ ମୁଁ କହୁନି। ଆଜି ଏଇ ଖଣ୍ଡଗିରି ସାଲିଆ ସାହି ଖଣ୍ଡଗିରିରେ ଯେଉଁ ନାଟକଟି ବୋଝ ହେଉଛି ଆଉ ଯେଉଁ ନମିତା ମୁନା ଭାଇ ଦୟା ଆଉ ସେ କମେଡ଼ିଆନ୍ ଭାଇ ଏ ଯେଉଁ ରୋଲ୍ କରୁଛନ୍ତି ମାନେ ବହୁତ ମାନେ ପ୍ରଶଂସନୀୟ ଏବଂ ହାର୍ଟ ଫିଲ୍ଡିଂ ଏବଂ ହାର୍ଟ ଟଚ୍। ମୁଁ ଏଠିକି କହୁଛି ନମସ୍କାର।